ଦୁଇ ରକମ କାମ ଧରେ ସରକାରଙ୍କର ଦୁଇଟା ଅଛି। ଗୋଟେ ହଉଛି ଭିଜିଲାନ୍ସ ଧରିବ, ଗୋଟେ ହଉଛି ଡିସପ୍ରପୋର୍ସନେଟ ଆସେଟ ବ୍ୟୟ ମାନେ ଆୟ ତୁଳନାରେ ବେଶୀ ରଖିଥିବା ଜିନିଷ। ସେକେଣ୍ଡଟା ହଉଛି ପୋଲିସ କାମ, ଯିଏ ରଖିଛି ତାକୁ ଧରିପାରିବ ପୋଲିସ। କିନ୍ତୁ ଭିଜିଲାନ୍ସ ହାତରେ ଅଛି ବୋଲି ତାକୁ ଭିଜିଲାନ୍ସ ଆମେ କହୁଛୁ। ଭିଜିଲାନ୍ସ ହଉଛି ପ୍ରକୃତ କାମ ଯୋଉଥିପାଇଁ ପ୍ରତି ଡିପାର୍ଟମେଣ୍ଟ ସରକାର ସ୍ୱଚ୍ଛତା ଆଣିବା ପାଇଁ ଧରିବା ପାଇଁ ଲୋକଙ୍କୁ ଭିଜିଲାନ୍ସ ଅଫିସର ରଖିଛନ୍ତି, କମ୍ପାନୀ ମାନଙ୍କୁ ବି ରଖିଛନ୍ତି। ସେମାନେ ବି ପଇସା ଖାଉଛନ୍ତି, ସେମାନେ ଧରନ୍ତିନି। ଯଦି ଗୋଟେ ଫାଇଲ ଜଣେ ଆସୁଛି, ଫାଇଲ ବାରମ୍ବାର ଦୌଡ଼ି ତା ଫାଇଲ ଯାଉନି, ସେଠି ଦେଖିବା କଥା, ସେଠି ଭିଜିଲାନ୍ସ ଧରିବା କଥା। କିମ୍ବା ଯଦି ଯୋଉ ଏଷ୍ଟିମେଟ ଆସିଲା ତାକୁ ଭିଜିଲାନ୍ସ ବାଟେ କ୍ଲିୟରାନ୍ସ ମାଗନ୍ତି, ସେଠି ବି ସେ ଦେଖିବନି ଯେ ଯାହା ହେଇଛି ତା ଦେହରେ କେତେ ପରସେଣ୍ଟ କଣ ହବ କାମ ହବ ତାକୁ ଦେଖିବନି। ତେଣୁ ଭିଜିଲାନ୍ସ ଥାଇକି ଯଦି ଦେଖୁନାହାନ୍ତି, ପରବର୍ତ୍ତୀ କାଳେ ଧୀରେ 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 ଯେତେବେଳେ 5 ଟଙ୍କା ଖାଇଲା ଧରିନାହାନ୍ତି, 10 ଟଙ୍କା ବେଳେ ଧରିବେନି, 20 ଟଙ୍କା ଧରିବେନି, ସୁନା ଦୋକାନ ପୁରା ହେଲା ପରେ ଧରିବେ ଯାଇକି। ସେ ବି ତାହାର ଦୁର୍ଭାଗ୍ୟ 3 ବର୍ଷ ଅବସର ସରିନି, ତେଣୁ ଧରା ପଡିଲା। 3 ବର୍ଷ ପରେ ଧରି ପାରିବେନି, ଆଇନ ଅଛି 3 ବର୍ଷ ଯଦି ରିଟାୟାର କରିସାରିଥିବେ ଆପଣ ଧରି ପାରିବେନି। ତା ଅନ୍ୟ ଅଡିନାରୀ କେସ୍ ହବ, ଜଣେ କମ୍ପ୍ଲେନ କରିବ, ତାପରେ ଆପଣ କରିବେ। ତେଣୁ ଏସବୁ ଧନ୍ଦା ଆଇନର କୋଉଠି କୋଉଠି ଅଛି ଗଳା ବାଟ ବୋଲି କହୁଛନ୍ତି, ଯାହାକୁ ନୁହେଁ ସେଟା ହଉଛି ପ୍ରକୃତ ସେଗୁଡା ଆଇନ, ଅନ୍ୟ ଗୁଡା ହଉଛି ଗରିବ ପାଇଁ ଆଇନ। ବଡ ଲୋକ ପାଇଁ ଗଳା ବାଟଟା ହଉଛି ଆଇନ, ଗରିବଙ୍କ ପାଇଁ ସିଧା ଆଇନଟା ହଉଛି ଆଇନ। ତେଣୁ ଯୋଉମାନେ ହଇରାଣ କରିବାକୁ ଚାହାନ୍ତି, ହଇରାଣ କରିବା ଇଚ୍ଛା ଥିବ, ସେ ହଇରାଣ କରିବା ଇଚ୍ଛା ମୂଳରେ ଥାଏ ପଇସା ନେବା। ଜଣେ ଆସିଲା, ତାକୁ ଯେ କାମଟା ସାଙ୍ଗେ ସାଙ୍ଗେ ନ କରିବ, 3 ଦିନ ଭିତରେ ତାକୁ ଉତ୍ତର ନଦବ, ତାକୁ ଯେତେ ଜନଶୁଣାଣି କଲେ ଗ୍ରିଭାନ୍ସେଲ କଲେ କଣ ଲାଭ? ଯଦି ମୁଖ୍ୟମନ୍ତ୍ରୀ ଜଣକୁ ଦେଖିଲେ ଜଣେ ଆସି କମ୍ପ୍ଲେନ କରୁଛି, ଆର୍ଆଇ ମତେ ପଟ୍ଟା ଦଉନି ଆଜି ପର୍ଯ୍ୟନ୍ତ, 3 ଦିନ ଦବା କଥା। ତ ନିୟମ କରିଛ, ସର୍ଭିସେସ୍ ଆକ୍ଟ କରିଛ, ଦେଇନି ମାନେ ସେଠି ଚିଫ ମିନିଷ୍ଟର ଅର୍ଡର କରନ୍ତି ସେ ଆର୍ଆଇ କୁ ସସ୍ପେଣ୍ଡ କର ଅନ୍ଟିଲ ପ୍ରପର ଅର୍ଡର। ଇଏ କରିଦେବେ କଣ ନା କଲେକ୍ଟର ଇନକ୍ୱାରି କରିବେ କୋଉଠି କଣ ଅଛି, ଏମିତି ହେଇକି ସବୁ ଭୁଲିଯିବେ, ପୁଣି ଆସିବ ଯୋଉ କଥା ସେ କଥା। ଦଣ୍ଡ ତ୍ୱରିତ ଏବଂ ତତ୍କ୍ଷଣାତ ନହେଲେ ଏମିତି ଆକୁମୁଲେଟ ହବ। ମାନେ ଆଉ ସେ ତ ଲାଲଚାନ୍ଦ ଭଳିଆ ଦୋକାନ ଏମାନେ କରି ପକେଇବେ, ସବୁ ଆଙ୍କ ଘରେ ସବୁ ହବ। ଏତେ ଜମା କରିବା ପାଇଁ ତାଙ୍କୁ 30 ବର୍ଷ ସମୟ ଲାଗିଥିବ। ଆସିଷ୍ଟାଣ୍ଟ ଜେନେରାଲ ଖାଇଥିବେ, ଏକ୍ଜିକ୍ୟୁଟିଭ ଖାଇଥିବେ, ସବଅର୍ଡିନେଟ ଖାଇଥିବେ। ଆଉ ଯେତେବେଳେ ଉପରକୁ ଗଲା ସେ ଆପେ ପରସେଣ୍ଟେଜ ମିଳେ ନା, ତଳ ବାଲା ତ ପରସେଣ୍ଟେଜ ଦେବେ। ଜାନୁଆରୀ ପହିଲାରେ ଦେବେ, ଦଶହରାରେ ଦେବେ, ଗଣେଶ ପୂଜାରେ ଦେବେ, ସବୁ ଭିନ୍ନ ଭିନ୍ନ ଅକେଜନ ଦେବେ। ତା ଛଡା ପ୍ରତ୍ୟେକ ବିଟ୍ ପକେଇଲା ବେଳେ ତା ସାଙ୍ଗେ ନୋଟ ଦେବେ, ନହେଲେ ବିଟ୍ ଦେଖାଯିବନି। ଏବେ ଆପଣ ଡିଭିଜନାଲ ଆକାଉଣ୍ଟାଣ୍ଟ ଅଫିସ ଯାଆନ୍ତୁ, ତାଙ୍କ ଗୋଟେ ଥିବ ବାକ୍ସ ଥିବ, ଯୋଉଥିରେ ଆପଣ ପକେଇବେ ଆପଣଙ୍କ ବିଟ୍, ସେ ବିଟ୍ ସାଙ୍ଗେ ନୋଟ ଲଗା ହେଇଥାଏ, ପକାଯାଏ ସେମିତି। ସେ ତାକୁ ଦେଖି ଆର୍ଆଇ ମାନେ କଲେଣି, ତୁମେ ଯଦି କିଛି ମ୍ୟୁଟେସନ କରା ଅଛି ତା ସାଙ୍ଗେ ନୋଟ ଦିଅ। ସେ ଫରେଷ୍ଟ ବାଲା କହୁଛନ୍ତି ତୁମେ ଯଦି କାଠ କାଟୁଛ ପଇସା ଦିଅ, ନହେଲେ ତୁମେ କେସ୍ କରିଦେବି। ଏଇ ସବୁ ବେଆଇନ କାମକୁ ପ୍ରଶ୍ରୟ ଦେଲେ ପଇସାଟା ମିଳେ। ତେଣୁ ବେଆଇନ କାମକୁ ଧରିବା ବାଲା ଲୋକ ବେଆଇନ କାମର ଉଦ୍ରେକ କରନ୍ତି। ଯଦି ଆପଣ ଆର୍ଆଇ ଅଛନ୍ତି ତ ଏନକୋଚ ହେଲା ବେଳେ ଧରିବା କଥା, ଏନକୋଚ ସରିଗଲା ପରେ ତାକୁ ଭାଙ୍ଗିବାକୁ ଯିବାକୁ ପୁଣି ତ ବହୁତ ପଇସା ଖର୍ଚ୍ଚ ହବ ନା, ତାର ତ ଆସିଯିବ, ରାଇଟ ଆସିଯିବ। ଯେହେତୁ ତାକୁ ଭାଙ୍ଗିଲାନି, ଭାଙ୍ଗିଲା ବେଳେ ସେ ତ ରାଇଟ ଆସିଗଲା, ଘର କରିବ, କୋର୍ଟକୁ ଯିବ। କିନ୍ତୁ ଯେତେବେଳେ ମାଡି ବସା ଜମି କାହିଁକି ସେ ଆର୍ଆଇ ଧରୁନି? ମ୍ୟୁଟେସନ ମାନୁଆଲ ଲେଖା ହେଇଛି ଆର୍ଆଇ ର ଡ୍ୟୁଟି ହଉଛି ଦେଖେଇବା କୋଉଠି କିଏ ମାଡି ବସିଲା, କୋଉଠି ଏନକୋଚ କଲା। ସେମିତି ଫରେଷ୍ଟ ଡିପାର୍ଟମେଣ୍ଟ ସେଇ ହଉଛି ନିୟମ। ଇନ୍ସପେକ୍ଟର ମାଇନ୍ସ ର ନିୟମ ହଉଛି କିଏ କୋଉଠି ଅଧିକା ମାରିଗଲା, ଯେତିକି ଟର୍ନ ନବା କଥା ତାର ବେଶୀ ନେଲାନି। ଆମର ଆଇଏଏସ୍ ଅଫିସରଙ୍କ ତରଫରୁ କହିବି, ଧର ତଳ ଅଫିସର ତାର ଇନକ୍ରିମେଣ୍ଟ ପାଇବା ଅଛି, ଯୋଉଥିରେ ପାଇବା କଥା କାହିଁ ଦଉନା? ସେ କାହିଁ ତୁମକୁ ଦୌଡିବ? ତାର ପେନସନ ପାଇବା ଅଛି, ସେ କାହିଁ ତୁମ ପାଖକୁ ଦୌଡିବ? ସେଠି କିରାନୀ ଉପରେ ନିର୍ଭର କରୁଥିବ, ଯୋଉ ସେଠି ପଇସା ନେବ କିରାନୀ ଉପରେ। କିରାନୀ ଯଦି 1,00,000 ପାଇଲା, ତାକୁ 25,000 ତାଙ୍କୁ ଦେଇଦେଲା, କି 50,000 ଦେଇଦେଲା। ସେ କହିବ ତ ସାର୍ କହୁଛନ୍ତି ପଇସା ତ ହବନି। କୋର୍ଟରେ ବି ଏମିତି ହେଉଛି ଆଜିକାଲି।